ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ଦାଣ୍ଡିଆ ନୃତ୍ୟ କେଉଁ ରାଜ୍ୟରେ ପ୍ରସିଦ୍ଧ? ଅପସନ୍ ଏ ପଞ୍ଜାବ ରାଜ୍ୟ, ଅପସନ୍ ବି ହରିୟାଣା ରାଜ୍ୟ, ଅପସନ୍ ସି ଗୁଜୁରାଟ ରାଜ୍ୟ, ଅପସନ୍ ଡି ବିହାର ରାଜ୍ୟ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଗୁଜୁରାଟ ରାଜ୍ୟ। ଦ୍ୱିତୀୟ ପ୍ରଶ୍ନଟି ହେଉଛି କେଉଁ ଜୁସ୍ ପିଇଲେ କିଡ଼ନୀ ସଫା ରହେ? ଅପସନ୍ ଏ କମଳା ଜୁସ୍, ଅପସନ୍ ବି ବିଟ୍ ଜୁସ୍, ଅପସନ୍ ସି ଗାଜର ଜୁସ୍, ଅପସନ୍ ଡି ମୂଲା ଜୁସ୍। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ବିଟ୍ ଜୁସ୍। ତୃତୀୟ ପ୍ରଶ୍ନଟି ହେଉଛି କୁଣ୍ଡିଆ ହେଉଥିବା ସ୍ଥାନରେ କ'ଣ ଲଗାଇଲେ କୁଣ୍ଡିଆ ଭଲ ହୁଏ? ଅପସନ୍ ଏ ନିମ୍ବ ପତ୍ର, ଅପସନ୍ ବି କମଳା ଚୋପା, ଅପସନ୍ ସି ନଡ଼ିଆ ତେଲ, ଅପସନ୍ ଡି ସୋରିଷ ତେଲ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ନିମ୍ବ ପତ୍ର। ଚତୁର୍ଥ ପ୍ରଶ୍ନଟି ହେଉଛି ଦାନ୍ତରେ ପୋକ ଖାଉଥିଲେ କ'ଣ ଲଗାଇବା ଦ୍ୱାରା ଭଲ ହୁଏ? ଅପସନ୍ ଏ ସୋରିଷ ତେଲ, ଅପସନ୍ ବି ନଡ଼ିଆ ତେଲ, ଅପସନ୍ ସି ଲବଙ୍ଗ ତେଲ, ଅପସନ୍ ଡି ବାଦାମ ତେଲ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଲବଙ୍ଗ ତେଲ। ପଞ୍ଚମ ପ୍ରଶ୍ନଟି ହେଉଛି ପଦ୍ମପତ୍ର ସହ କ'ଣ ଖାଇଲେ ଅର୍ଶ ରୋଗ ଭଲ ହୁଏ? ଅପସନ୍ ଏ ବାଦାମ, ଅପସନ୍ ବି ମିଶ୍ରି, ଅପସନ୍ ସି ଲେମ୍ବୁ, ଅପସନ୍ ଡି ମହୁ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ମିଶ୍ରି। ଷଷ୍ଠ ପ୍ରଶ୍ନଟି ହେଉଛି ଦୁନିଆର ସବୁଠାରୁ ବିଶ୍ୱସ୍ତ ପଶୁ କିଏ? ଅପସନ୍ ଏ ଗାଈ, ଅପସନ୍ ବି କୁକୁର, ଅପସନ୍ ସି ମୂଷା, ଅପସନ୍ ଡି ବିଲେଇ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି କୁକୁର। ସପ୍ତମ ପ୍ରଶ୍ନଟି ହେଉଛି ସବୁଦିନ ସେଓ ଖାଇଲେ ଶରୀରର କେଉଁ ଅଙ୍ଗ ସୁସ୍ଥ ରହେ? ଅପସନ୍ ଏ ଲିଭର୍, ଅପସନ୍ ବି କିଡ଼ନୀ, ଅପସନ୍ ସି ଆଖି, ଅପସନ୍ ଡି ଫୁସ୍ଫୁସ୍। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଲିଭର୍। ଅଷ୍ଟମ ପ୍ରଶ୍ନଟି ହେଉଛି କେଉଁ ଫଳ ଖାଇଲେ ପେଟ ସଫା ରହେ? ଅପସନ୍ ଏ କାକୁଡ଼ି, ଅପସନ୍ ବି କଦଳୀ, ଅପସନ୍ ସି ଜାମୁକୋଳି, ଅପସନ୍ ଡି ପଣସ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଜାମୁକୋଳି। ନବମ ପ୍ରଶ୍ନଟି ହେଉଛି ପ୍ରତିଦିନ କେଉଁ ଫଳ ମଞ୍ଜି ଖାଇଲେ ଡାଇବେଟିସ୍ ରୋଗ କଣ୍ଟ୍ରୋଲ୍ ରହେ? ଅପସନ୍ ଏ ବୋଇତାଳୁ, ଅପସନ୍ ବି ପଣସ, ଅପସନ୍ ସି ପିଜୁଳି, ଅପସନ୍ ଡି ଜାମୁକୋଳି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ବୋଇତାଳୁ। ଦଶମ ପ୍ରଶ୍ନଟି ହେଉଛି ଭାରତର କେଉଁ ରାଜ୍ୟରେ କମ୍ ଗରମ ହୁଏ? ଅପସନ୍ ଏ ଓଡ଼ିଶା, ଅପସନ୍ ବି ବିହାର, ଅପସନ୍ ସି ଗୋଆ, ଅପସନ୍ ଡି ଜାମ୍ମୁ କାଶ୍ମୀର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଜାମ୍ମୁ କାଶ୍ମୀର। ଏହିପରି ନୂଆ ନୂଆ ସାଧାରଣ ଜ୍ଞାନ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ ଗୋଟେ ବି କରିଦିଅନ୍ତୁ।